ଭାରତର ଅପରେସନ ସଫଳ ସୁଦାନରୁ ମୁକୁଳିଲେ ଓଡ଼ିଆ ପୁଅ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ ଅପହରଣର 45 ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି ଭୁବନେଶ୍ୱରରେ ପହଞ୍ଚି ଆତ୍ମବିଭୋର ହୋଇପଡ଼ିଥିଲେ ଆଦର୍ଶ ମା ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ ବିମାନ ବନ୍ଦରରେ ଭାବ ବିହ୍ୱଳ ସ୍ଥିତି ସୃଷ୍ଟି ହୋଇଥିଲା ଫେରିବା ପରେ ଛାତି ଥରା କାହାଣୀ ବଖାଣିଛନ୍ତି ମୁଁ ବଞ୍ଚିବି ବୋଲି ଭାବି ନଥିଲି ବୋଲି କହିଛନ୍ତି ଆଦର୍ଶ ସେଠାକାର ପରିସ୍ଥିତି ଅନେକ ମାତ୍ରାରେ ଖରାପ ଥିଲା ମୁଁ ସୁରକ୍ଷିତ ସ୍ଥାନକୁ ଯିବା ବେଳେ ଆରଏସଏଫ ଆତଙ୍କୀ ମୋତେ ଧରି ନେଇଥିଲେ 3 ଦିନ ଜଙ୍ଗଲରେ ରଖିଥିଲେ ପରେ ଜେଲକୁ ନେଇଥିଲେ ମୋତେ ଅପହରଣ ବେଳେ ବହୁତ ମାଡ଼ ବି ମାରିଥିଲେ 2022ରେ ପରିବାର ପ୍ରତିପୋଷଣ କରିବାକୁ ସୁଦାନକୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଆଦର୍ଶ ବେହେରା ଯାଇଥିଲେ ଆଫ୍ରିକୀୟ ଦେଶ ସୁଦାନରେ ଗୃହ ଯୁଦ୍ଧ ଚାଲିଥିବା ବେଳେ ଅପହରଣ କରି ନେଇଥିଲେ ଆଦର୍ଶକୁ ସୁଦାନରେ ରାପିଡ୍ ସପୋର୍ଟ ଫୋର୍ସେସ୍ ଅପହରଣ ପରେ ବନ୍ଦୀ କରି ରଖିଥିଲେ ତେବେ ସୁରକ୍ଷିତ ଭାବରେ ଫେରାଇ ଆଣିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ खुशीर खबर जे ये आदर्श बेहेरा को मुक्ति मिली आमर एथिरे मध्य आमर भारत सरकार एम्बासी एवं ओडिशा सरकार रेसिडेंट कमिशनर एथिरे मध्य एमानकर अवदान अच्छी तेणु मु सेथिपाई आमर प्रिय प्रधानमंत्री आमर वैदेशिक व्यापार विभाग मंत्री आमर प्रिय मुख्यमंत्री ये समस्त को मु स्वतंत्र भाव में कृतज्ञता ज्ञापन करुच्ची एवं धन्यवाद जनाऊँगी एवं जो ऑफिसर माने एथिरे संपृक्त थी ये तार मुक्ति पाई समस्त योजना करिसेंती एवं ये कथा को हाथ को नहीं से धन्यवाद जनाऊँगी।